ହାପି ଆଇ ଇରେ ଭାଇ ତମେ କଣ ଆସି ସାଇନା ମୋଟରସାଇକେଲ ଆଇସ୍କ୍ରିମ ଅଛି ଖାଇବନି କୋଉଠୁ ଆଣିଲ ଆଇସ୍କ୍ରିମ ଘରୁ ନେଇକି ଆସିଥିଲ ଘରୁ ଛୋଟକାଟିଆ ଲୋକ କୋଟିପତି ଲୋକ ମେନ୍ ଭାରି ପକା ହେଲା ଆଇସ୍କ୍ରିମଟା ନିହାତି 300 ଟଙ୍କା ହେଇଥିବ ତା ଚାମଚ ଷ୍ଟିଲର ଦେଖୁ ନା ହଁ ବା ସବୁ ଆଇସ୍କ୍ରିମର କାଠି ଚାମଚ ଥାଏ ଷ୍ଟିଲ ଚାମଚ ଷ୍ଟିଲ ଚାମଚ ଭାଇ ଆସୁଛନ୍ତି ଯଦି ସାଇନା ମୋଟର ସେ ଇଣ୍ଡୋ ଅର୍ଡର ନେଇଯିବେ କେତେ ପଇସା ନେଉଛି ହାପି ଆଇ ପାଖରେ ଇନୋ ଭାଇ ହାପି ଆଇ ତା ମୁଣ୍ଡରେ ଯେତିକି ଉଠେଛି ସେତିକି ପଇସା ଅଛି ଆମ ଘରେ ଭାଇ ଜାଗା କୋଡେ କହୁନ ଜାଣିବି ତମେ ଜାଣିବ ଯେ ଗୋଟେ ଭଲ ଗାଡି କିଣିଲି ଇନୋଭା ଫିନୋଭା ତ 10-20 ଲକ୍ଷରେ ହେଇଯିବ ମୋର ସେଇଟା ଇଚ୍ଛା ନାହିଁ ମରିବି ତ ଭଲ ଡାକ୍ତର ପାଖରେ ହାପି ଆଇ କୋଉ ପଇସା ଆସେ ପତ୍ର ଆମେ ତ ପାରୁନୁ ପାଇବ ପାରିବୁ ନାଇଁ ସାଇନା ମୋଟରସାଇକେଲ ଗାଡି ଶସ୍ତା ଟିକେ ରହୁଛି ଭଲ କଣ୍ଡିସନ ଗାଡି କମ ପ୍ରାଇସ୍ ମାନେ ଏ ମାଲିକ ଯିଏ ସେମାନେ ଶୋରୁମ ଆଗରୁ ଗୋଟେ ସମ୍ପର୍କ ଅଲଗା ମେନ୍ ଜିନିଷ କଣ ଗାଡି କଣ୍ଡିସନ ଦେଖ ଗାଡି ନିଅ ପଇସା ବି କଣ୍ଡିସନ ଅନୁସାରେ ଗାଡି ପ୍ରାଇସ୍ କମ ମାନେ ଏ ପ୍ରାଇସ୍ ବି ଆଉ ଗୋଟେ ଭୁବନେଶ୍ୱର ଏତେ ସ୍ଲୋ ଥିବ ଏଇଟା ମୋତେ ଲାଗୁଛି କାଇଁ ବୁଲିଲା ମିଳିବନି ମାନୁ କୁଆଡେ ଗଲା ଏଇଟା ତୁ କଣ ଯାଇଛ ଗାଡି ଦେଖିବୁ ସେ ଇନୋଭା ନେବେ ହାପି ତୁ ଗୋଟେ ଆପଣ ଗାଡି କୁସୁମ ହେଲେ ବର୍ଷା ହେଲାଣି ତମେ ଆଜ୍ଞା 2 ଲକ୍ଷ ଅଧିକା ଦେଲେ ଇନୋଭା ତ ତମକୁ ଦିଆ ହବନି କିଏ ଏଇଠି ମାଲିକ ବସିଛନ୍ତି ଏଇଠି ଡିଲ୍ କରିବି ଟଙ୍କା ଦେଖିକି ଦବୁ ଏଇଠି ଡିଲ୍ କରି ଭାଇ ତମେ ଯେତିକି ପଇସା ତମ 50,000 ଟଙ୍କା ମରିଦେବି 50,000 ଅଧିକା ଦେବି ତମେ ସେଠି ଆଇସ୍କ୍ରିମ ଖାଇଲେ ହବନି ତମେ ଏଇଠିକି ଆସ ରୁହ ଟିକେ ମୁଁ ଧୋଇ ଦେଇଦେବି ଭାଇ ଏତେ ଧନୀ ଲୋକ ସେ ଚାମୁଚ ଅଛି ଧୋଇକି ଘର ନେଇକି ପଳେଇଲେଣି ଚାମୁଚ ହାତେ ଚାମୁଚ ସତରେ ପକେଟରେ ପୁରେଇ ଦେଲା ଦିଟା ରଖିଛୁ ଆଉ ଟା ଦେଖନ୍ତୁ କଣ ନାଚ ଆଣୁଛି ଇନୋଭା ମାନେ ଖରାପ ଲାଗିବ ସେ ମାଲିକ ଦେଖିଲେ ତ ଖାଇବା କିଛି ନାହିଁ ଭାଇ ଭାଇ ବଡ ହୁଏ ବକେଟ ଜିନିଷ କିଛି ମାଲିକ ନାହିଁ ଏଠି ଏଗୁଡା ଖାଲି କହୁଛନ୍ତି ଭାଇ ମିଛରେ ମତେ ଲଜ୍ଜା ଦଉଛନ୍ତି ମାଲିକ ନାହିଁ ସେ ମୋ ଭାଇ ସବୁ ଆମେ ସବୁ ଗୋଟେ ଫାଇନାଲି ଇନୋଭାଟା ଉଠେଇବେ ସେ ଟିକେ ପବ୍ଲିକ କରୁନାହାନ୍ତି ଏଥିପାଇଁ କଣ କହିଲେ ଏକାଥରେ ଗାଡି ନେବି ପୂଜା କରିବି ଚଢିବି ଲୋକ ଭିଡିଓ କରିବି ନାଇଁ ନାଇଁ ଏକାଳେ ଭାଉଜ ଆସିଲା ଇନୋଭା ଗାଡି ସେ ନୂଆ ଯେତେବେଳେ ଡିଲ୍ ହେଇଗଲା ଇନୋଭା କଥା ମାର୍କେଟ ପହଞ୍ଚିଲାଣି ଏଡୁକା ସିଏ କିଣି ପାରିବେ ଭାଇ ମୋର ପ୍ରାଣ ନାହିଁ ଭାବି ମନ ମନେ ସବୁ ସୋଦିଆ ପାଇଁ ରେଡି ହେଇଯିବ ଭଙ୍କା ବାଇକ ଚଲଉଛ ହେଇଗଲା ମାନୁ ଆସିଲା ଇନୋଭାଟା ପଳେଇ ଆସିଲାଣି ଭାବୁ ନା ଇଏ ଆଣ୍ଠୁଆ ଉପର ଇଏ ସେମିତି ଆଣ୍ଠେ ହେଇକି ସେ ଜିପ୍ କବାଟରେ ମୁଣ୍ଡେଇକି ନେଇକି ପଳେଇବ ଦେଇଦେଇକି ଚାଲ ଆଜି ବ୍ରହ୍ମପୁର ଯାଉଥିଲୁ ସୁଜିତ ଗୋଟେ ମାନେ ଗୋଟେ ଏତିକି ସମ୍ପର୍କ ମାନେ ଗୋଟେ ମ୍ୟାନ ଅଫ କୋରଡ ସେ ଗୋଟେ କୋଟିପତି ଲୋକ ଆମ ଭଳିଆ ଝାଇଁ ଆଜିମା ଲୋକଙ୍କ ପାଇଁ ମାନେ ମୁଁ ମାନେ ଦିନେ ଯାଇକି ଅଚାନକ ଆମ ଘରେ ପହଞ୍ଚିଗଲେ ମୁଁ ହାଫ ପ୍ୟାଣ୍ଟ ପିନ୍ଧିକି ଗାମୁଛା ପକେଇକି ଯାଇ ମତେ କହିଲେ ଭାଇ ତମର ଷ୍ଟାଇଲ ମୁଁ କହିଲି ନାଇଁ ଭାଇ ମୋର ସେମିତି ନାହିଁ ଆଜି ପୂର୍ବଟା ପିନ୍ଧିଥିଲି ପଳେଇ ନହେଲେ ନନା ହାପି ଭାଇର ମୁଁ ଗୋଟେ ଜିନିଷକୁ ବହୁତ ଜେଲସ୍ ଫିଲ୍ କରେ କୋଉଟା କହିପାରିବି ମୋର କେବେ ଟିକେ ହୁଅନ୍ତା ଯୋଉମାନଙ୍କର ହେଇଛି ସେ କୋଟିପତି ସତରେ ବହୁତ ଜ୍ଞାନୀ ଖୁସି ଲାଗେ ମାନେ ଏ ଜାଗାକୁ ଆମେ ଭୁବନେଶ୍ୱର ଆସୁ ଖାଇବା ଆସୁ କାହିଁକି ନା ଭାଇଙ୍କ ପାଖରେ ଆମେ ଏ ଜାଗାରେ ପଳେଇଲେ ଭାଇଙ୍କର କଥାବାର୍ତ୍ତା ଆଉ ବ୍ୟବହାର ଭାଇଙ୍କ ମାନେ ଯୋଉ ଜାଗାରେ ଭାଇ ଅଛନ୍ତି ଭାଇଙ୍କର ବୋଧେ 3-4ଟା ସଂସ୍ଥା ମୁଁ ତ ଚାହୁଁନି ସବୁ ସଂସ୍ଥା କହିବା ପାଇଁ କିନ୍ତୁ ଗୋଟାଏ ସଂସ୍ଥା 2ଟା ସଂସ୍ଥା କଥା କହିବି ଗୋଟା ହେଲା ଗାଡି ଚଢିବା ଗୋଟା ହେଲା ପେଟ୍ରୋଲ ଖାଇବା ମଣିଷ ଜୀବନରେ ମୋର ସବୁଯାକ ମୋର ରାଇଟ୍ ହ୍ୟାଣ୍ଡ କୁଆଡେ ଚଳେ ମୋ ଭାଇ ଏ ମୋ ସବୁ କିଛି ଇଏ ଆଉ ସୁଦୀପା ଆଉ ମଖନ ହେଲା ଏମାନେ ଦେଖ ଆମେ ଗୋଟେ ସଂସ୍ଥା କରିବାକୁ ହେଲେ ଆମେ ଗୋଟେ ଘର କରିବାକୁ ହେଲେ 4ଟା ମଜବୁତ ଖୁମ୍ବ ଦରକାର ପିଲର ଦରକାର ତ ସାଇନା ମୋଟରସ ପିଲର କହିଲେ ମୁଁ କିଛି ନୁହେଁ ଇଏ ସୁଦୀପା ମଖନ ଏଇମାନେ ହଉଛନ୍ତି ମୋ ପିଲର ଆଉ ଜଣେ ଆଦିତ୍ୟ ଅଛି ଏମାନେ ସବୁ ମୋ ପିଲର ଏମାନେ ହିଁ ସାଇନା ମୋଟରସକୁ ଉଠେଇଛନ୍ତି କିନ୍ତୁ ଆର ସୁଦୀପାର ଯୋଉ କାମ କରିଛନ୍ତି କେହି କରିବେ ନାହିଁ ମୁଁ ଯଦି ବ୍ଲାଇଣ୍ଡଲି ବିଶ୍ୱାସ କରିବି ଏମାନେ 10 ଲକ୍ଷ ବି ଛାଡ଼ିଦେବି ଆମର ଆଉ କଣ କରିବ ଭାଇ ଯଦି ଯେତେ କହିଲେ ସରିବନି କେତେ ଲୋକ କେତେ କଥା ଲେଖିବେ କାହାର ଲେଖିବା ପାଇଁ ସମ୍ପର୍କ ଆସେନି ମତେ ଏତିକି ଭଲ ଲାଗେ ଲୋକ ହିସାବରେ ବହୁତ ବଢିଆ ଆମକୁ ବିନା ସ୍ୱାର୍ଥରେ ଆମର କିଛି ସ୍ୱାର୍ଥ ନାହିଁ କି ତାଙ୍କର କିଛି ସ୍ୱାର୍ଥ ନାହିଁ ମାନେ ଆଜି ପର୍ଯ୍ୟନ୍ତ ଗୋଟେ 2-3 ବର୍ଷ ତାଙ୍କର ମୋର ଚିହ୍ନା ପରିଚୟ ସୋସିଆଲ ମିଡିଆ ଦ୍ୱାରା ହେଇଛି
ମାନେ ବିନା ସ୍ୱାର୍ଥରେ ସେଦିନ ମୁଁ ଆଜି କଣ ପାଇଁ ଫୋନ କରିବି ଆଜ୍ଞା ଫୋନ କରିବ ଆଗରୁ ଆଣି ଥଣ୍ଡା କାଜୁ ମାନେ ଆମର କିଛି ଲାଭ ଆଗ କରା ହଉନି କଥା କାଲି ନେଇ ଆସିଛନ୍ତି। ହଁ 300 ଟଙ୍କା ଖର୍ଚ୍ଚ କରି ମୋର mentality ଅଲଗା ପ୍ରକାର। ଆମେ ଆଜି ପହଞ୍ଚିଲେ ମୁଁ କହିଲି ସେଇଠି କେତେ କହିବି ନାଇଁ, ଆମେ ଆଜି ପହଞ୍ଚିଲୁ ଭାଇ 300 ଟଙ୍କା ଅଲରେଡି ନଥିଲେ ତାଙ୍କର ଷ୍ଟାଫ୍ ଆଣି ଖର୍ଚ୍ଚ କରିଦେଲେ। ତାଙ୍କର ଯୋଉ ଭାଇ ମାନେ ଅଛନ୍ତି ସଂସ୍ଥା ଚଲଉଛନ୍ତି ବୁଝୁଛନ୍ତି ଖର୍ଚ୍ଚ କରିଦେଲେ। ଭାଇ ସିଆଡୁ ଆସିଲା ବେଳକୁ ଯୋଉ 6ଟି ଆଇସ୍କ୍ରିମ ଆଣିଛନ୍ତି ମିନିମମ୍ 1500 ଟଙ୍କା। ଭାଇ ପଇସା ଟା ମ୍ୟାଟର କରେ। ମୋ ଭାଇ ମୋ ଭାଉଜ ମୋ ଛୁଆ ସବୁ ଆଇଲେ ସେଇଟା ହଉଛି ବହୁତ ବଡ କଥା। ମା ବି ଆସିଛନ୍ତି ଆଉ ଏଠି ତାଠୁ ବାବୁନା କିଛି ଜିନିଷ ଏଠି ବାବୁନା ତାର ଭାରି ଖୁସି। ସେ ତାର ହସା ହପଡା ହେଇଯାଇଛି ଏଠି। ଟପର ନାହିଁ ଟପର ଆଉ ମାନୁର କିନ୍ତୁ ମନ ଦୁଃଖ ହେଲା। ମାନୁ ତୋର ମନ ଦୁଃଖ ହେଲା ନା ନାଇଁ? କାହିଁକି ଇନୋଭେଟର ବା ହାପି ନେଇଗଲେ। ନିଅନ୍ତୁ ଆମେ ପୁଣି ନୂଆ କଲେଜରେ ମାଧ୍ୟ ନବା ଆମେ ମାଛ ଯୋଉ ଥୁଆ ହେଇଛି ଆଉ ଗୋଟେ ଘଣ୍ଟାର କଣ ଆଲକା ନା କଣ ଆଲକା କଥା ମୋ ବଜେଟ୍ କରିଦେଲା। ମୋର 5 ଲକ୍ଷ ବଜେଟରେ ମୁଁ ସାଇନା ମୋଟରସ ଗାଡି ନେବି ଭଲ କଣ୍ଡିସନ ଗାଡି ନେଇ ଚଳିବି। ମାନେ ନନା ଖାଲି ଜାକି ହେଲେ ନାଇଁ ମୁଁ ସତ କଥା ଆଗରୁ ମୁଁ କହିଛି 5 ଲକ୍ଷ ବଜେଟରେ ଭଲ କଣ୍ଡିସନ ଗାଡି ନେବି ନୂଆ ଗାଡି ନେବି ଭାଇ ନେବି ମୁଁ ନେଇ ଚଳିବି। ସେଇଟା ପୁଣି ଏମିତି ସିଷ୍ଟମ ଅଛି ଗାଡି ନବୁ ପୁଣି ବିକିଲା ବେଳକୁ ପୁଣି ଆଣି ବିକିବୁ ପୁଣି ନବୁ ମତେ ଭାଇଙ୍କର ବେପାର କଥା କିନ୍ତୁ ଗୋଟେ ଲାଷ୍ଟ ମୁଁ କହିବି ଭାଇଙ୍କର କଲେକ୍ସନ ଜବରଦସ୍ତ ଆଉ ଗାଡି କଣ୍ଡିସନ ଅନୁସାରେ ପ୍ରାଇସ୍ ମନ ଖୁସି ହେଇଯିବ ମାନେ ଯୋଉ ପ୍ରାଇସ୍ ଭୁବନେଶ୍ୱର ମାର୍କେଟରେ ବି ଖାଇଦେବେ ଏଟା ପୁରା ଚ୍ୟାଲେଞ୍ଜ କରିକୁଆ ନାଇଁ ନାଇଁ ଭୁବନେଶ୍ୱର ମାର୍କେଟରେ ସେ ପ୍ରାଇସ୍ ଦେଇଦେବେ କିନ୍ତୁ କଣ୍ଡିସନ ଦେଇପାରିବେ କଣ୍ଡିସନ ଦେଇପାରିବେ ମାର୍କେଟ ଦେଇଦେବେ କଣ୍ଡିସନ ଦେଇଦେବେ ନେକ୍ସଟ ଭିଡିଓ ଦେଖା ଦେଖି ଭଲ ଲାଗିଲେ ସାଙ୍ଗମାନେ ଲାଇକ୍ କରିବେ ଏଇଟା କୌଣସି ପ୍ରମୋଶନାଲ ଭିଡିଓ ନୁହେଁ ଗୋଟେ ଭାଇ ବାସ୍, ସମ୍ପର୍କ ସେଇଟା ଜିନିଷଟା ମାନେ ଭାଇ ଆମ ପାଇଁ ଯେତେବେଳେ ଯାଆନ୍ତି ସବୁ ପ୍ରକାରର ଗୋଟେ ସାନ ଭାଇ ଭଳି ବହୁତ ପ୍ରକାର ସ୍ନେହ କରନ୍ତି ବହୁତ କିଛି ଆମ ପାଇଁ ବି ସେ କଷ୍ଟ କରନ୍ତି ତେଣୁକରି ଆମେ ତ ଗରିବ ଲୋକ ତେଣୁକୁ କଣ କରିବା ମୁଁ ଆସିକି କହିଲି ଭାଇ ସବୁ ଆସ୍ତେ ଭାଇକି ନେଇ ଗୋଟେ ଭିଡିଓ ବନାଅ ଏଇଟା ମାନେ ଆଇଲୁ ଆଇତରେ ଦି ତିନି ଥର ଆଇଲୁ ଶୁଣ ଭିଡିଓ କି ଭାଇ ତାଙ୍କ ତରଫରୁ ଫୋନ କରିକି ଟିକେ ଭିଡିଓ ବନା କାଳେ ଭିଡିଓ ବନେଇବାକୁ ପଡିଲେ ଭାଇ କିଛି ଦବାକୁ ପଡିବ ସେମିତିରେ ଆମ ଖୁସିରେ ଆମେ ବନେଇକି ଭିଡିଓ ବନେଇବୁ ଭାଇ ପାଇଁ ଜୀବନ ହାଜୁରି ଅଛି ଆସନ୍ତୁ ରାତି 12ଟା ଗୋଟେ ଯେତେବେଳେ ଫୋନ କରିବ ବଡ ବଡ ଲୋକ ତାଙ୍କର ଚିହ୍ନା ପରିଚୟ କିନ୍ତୁ ଯେତେବେଳେ ଯଦି ଫୋନ କରିବ ଭାଇ ଟିକେ ଅସୁବିଧା ହେଇଛି ପୁଞ୍ଚି ମୂଷା ଭଳିଆ ମୁଁ ସାହାଯ୍ୟ ଯାଇ କରିବି କାହିଁକି ତ ଠିଆ ହେଇଯିବି ନା ଲାଷ୍ଟ ଖାଲି ଗୋଟେ କଥା ଆପଣମାନଙ୍କୁ କହୁଛି ସାଇନା ମୋଟର୍ସ ଗୋଟେ ଥର ବି ଯଦି ଚାହୁଁଛନ୍ତି ଆପଣମାନେ ସେକେଣ୍ଡ ହ୍ୟାଣ୍ଡ ଗାଡି କିଣିବାକୁ ସାଇନା ମୋଟର୍ସ ନିଶ୍ଚିନ୍ତ ଗୋଟେ ଥର ଭିଜିଟ୍ କରନ୍ତୁ ବାସ୍ ଜୟ ଶ୍ରୀ ଜଗନ୍ନାଥ